ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ହିତାଧିକାରୀ ମାନେ ଆପଣଙ୍କର ମୋବାଇଲରେ ଯଦି ଏହି ମେସେଜଟି ଆସିଛି ତାହେଲେ ଏହି ଭିଡିଓଟି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନହେଲେ ଆପଣଙ୍କର ଆକାଉଣ୍ଟକୁ ସୁଭଦ୍ରା କିସ୍ତି ଆସିବ ନାହିଁ। ତେଣୁକରି ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ତା ସହିତ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ଏମିତି ନୂଆ ନୂଆ ଅପଡେଟ୍ ଭିଡିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ସୁଭଦ୍ରା ଅପଡେଟ୍ ଖବର ପାଇପାରିବେ। ସୁଭଦ୍ରା ପାଇଁ ଏକ ବଡ଼ ଖବର, ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା କେବେ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। କେବେ ଆସିବ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା 5,000? ଜାଣିବା ସମ୍ପୂର୍ଣ୍ଣ ବିବରଣୀ, ତେଣୁକରି ଏ ଭିଡିଓକୁ ଟିକେ ବି ସ୍କିପ୍ କରନ୍ତୁ ନାହିଁ। କେବେ ମିଳିବ ଟଙ୍କା? ସରକାର ସୂଚନା ଅନୁଯାୟୀ ଯେଉଁ ସୁଭଦ୍ରା ହିତାଧିକାରୀ ମହିଳାମାନେ ତୃତୀୟ କିସ୍ତି ପାଇଛନ୍ତି ସେମାନଙ୍କୁ ମିଳିବ ଚତୁର୍ଥ କିସ୍ତି ଟଙ୍କା। ଆଉ ଯେଉଁ ସୁଭଦ୍ରା ହିତାଧିକାରୀ ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତି ପାଇନାହାନ୍ତି ସେମାନେ ଚତୁର୍ଥ କିସ୍ତି ଟଙ୍କା ପାଇବେ ନାହିଁ। ସାଧାରଣତଃ ସରକାର କୌଣସି ବିଶେଷ ଦିବସରେ ଏହି ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରୁଛନ୍ତି। ଯଦି ଆପଣଙ୍କର ଆବେଦନ ରିଜେକ୍ଟ ହୋଇଛି ତାହେଲେ ଆପଣଙ୍କର ପାଖରେ ଥିବା ଜନସେବା କେନ୍ଦ୍ରକୁ ଯାଇ ଚେକ୍ କରି ନିଅନ୍ତୁ। ସରକାର ତରଫରୁ କୌଣସି ତାରିଖ ଘୋଷଣା ହେବା ମାତ୍ରେ ଆପଣଙ୍କୁ ଜଣାଇବୁ। ତେଣୁକରି ଆପଣମାନେ ଭିଡିଓକୁ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲକୁ ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ନୋଟିଫିକେସନ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ସୁଭଦ୍ରା ଅପଡେଟ୍ ଖବର ପାଇପାରିବେ। ଆଉ ଯେଉଁମାନେ ସୁଭଦ୍ରା କିସ୍ତି ଜମାରୁ ପାଇନାହାନ୍ତି ସେମାନେ ଜନସେବାକୁ ଯାଇକି ଆପଣ ଆବେଦନ କରନ୍ତୁ, ଆଉ ଆପଣ ବି ପାଆନ୍ତୁ ସୁଭଦ୍ରା ଟଙ୍କା। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ କିସ୍ତି ଆପଣ ବି ସୁଭଦ୍ରା ଟଙ୍କା ପାଆନ୍ତୁ। ଯୋଉ ଝିଅ ମାନଙ୍କର 21 ବର୍ଷ ହେଇନଥିଲା ସେମାନେ, ଏବେ ଯଦି ଆପଣଙ୍କର 21 ବର୍ଷ ହେଇଛି ତାହେଲେ ଆପଣ ବି ସୁଭଦ୍ରା ଟଙ୍କା ପାଇପାରିବେ। ସୁଭଦ୍ରା ଟଙ୍କା ପାଇବା ପାଇଁ ହେଲେ ଆପଣଙ୍କର ଆଧାର ଆଉ ବ୍ୟାଙ୍କ ଖାତା ଜନସେବାକୁ ଯାଇକି ସୁଭଦ୍ରା ଅନଲାଇନ କରି ଆବେଦନ କରି ପକାନ୍ତୁ, ଆଉ ପାଆନ୍ତୁ ସୁଭଦ୍ରା ଟଙ୍କା।